ଜୟ ଜଗନ୍ନାଥ ନମସ୍କାର ସମସ୍ତଙ୍କୁ। ଆଉ ମୁଁ ଆଜି ଆପଣମାନଙ୍କୁ ଗୋଟେ ବଢ଼ିଆ ଜିନିଷ ଦେଖେଇବି। ତା ସହିତ ଆପଣଙ୍କୁ କହୁଛି ଏବେ ଏତେ ଥଣ୍ଡା ପଡ଼ିଲାଣି ଯେ ମୁଁ କ'ଣ ବି କହିବି। ଏଇଠି ପୁନେରେ ବହୁତ ଥଣ୍ଡା ପଡ଼ିଲାଣି। ଆଗରୁ ତ କେବେ ବି ପୁନେରେ ଥଣ୍ଡା ପଡ଼େନି। ଏଥରକ ପତା ନାହିଁ କ'ଣ ଏତେ ଯେ ଥଣ୍ଡା ପଡ଼ିଛି, ପୁରା ଘରୁ ବାହାରି ହଉନି। ଆଉ ଏତେ ଶୀତରେ ଆପଣମାନେ କହିବେ ମୋତେ ଆପଣଙ୍କ ଆଡ଼େ ଶୀତଟା କେମିତି ହେଉଛି? ଏଠି ତ ପ୍ରବଳ ଥଣ୍ଡା ପଡ଼ିଗଲାଣି। ଆଉ ମୁଁ ସେଥିପାଇଁ କହିଲି ଘରୁ ତ ବାହାରି ହଉନି, ଯେହେତୁ ଆଜି ସଂକ୍ରାନ୍ତିଟା ଅଛି, ବିନା ପିଆଜରେ ଚାଲ ଗୋଟେ କରିବା ଆଉ ଖାଇବା ଜିନିଷଟା ହେଇଯାଉ। ସେଥିପାଇଁ ମୁଁ କ'ଣ କଲି, ଟିକେ ଗରମ ଗରମ ବରା କରିଦେଲି। ତ ମୁଁ ବିରିଟାକୁ ତ ବତୁରେଇକି ରଖିଥିଲି, କିନ୍ତୁ ମୁଁ ବିରିଟାକୁ ବଢ଼ିଆ ସେ ଫେଣ୍ଟି ଦେଲି। ଫେଣ୍ଟିକି ତ ବରାଟା ବନେଇଲି ଆଉ। ଆଉ ମୋତେ ବହୁତ ଜଣ ମେସେଜ ଦେଇଛନ୍ତି ଯେ ପଚାରୁଛନ୍ତି ଆପଣଙ୍କ ଘରଟା କେଉଁଠି। ଆକ୍ଚୁଆଲି ଆମ ଘରଟା ହେଲା ଆଠଗଡ଼, ମାନେ ମୋ ଯେଉଁ ହୋମ୍ ଟାଉନଟା ହେଲା ଆଠଗଡ଼, କିନ୍ତୁ ମୋ ଶାଶୁଘର ହେଲା ଚୌଦ୍ୱାର। ଆଉ ଆମର ବର୍ତ୍ତମାନ ମୁଁ ଯେଉଁ ଅଛି ପୁନେରେ। ଆଉ ମୁଁ ଟିକେ ଆଠଗଡ଼ ବିଷୟରେ କହୁଛି ଶୁଣନ୍ତୁ। ଆଠଗଡ଼ଟା ମୋତେ ବହୁତ ଭଲ ଲାଗେ। ମାନେ ଯେମିତି ଯେଉଁ କୁହନ୍ତି, ଗୋଟେ ଓଡ଼ିଶାକୁ ନେଇକି ଯେତିକି ପ୍ରାଉଡ଼ ଫିଲ୍ କରେ, ଆଠଗଡ଼କୁ ନେଇକି ବି ସେତିକି ପ୍ରାଉଡ଼ ଫିଲ୍ କରେ। କାରଣ ଗୋଟେ ଆଠଗଡ଼ଟା ହେଉଛି ଗୋଟେ କଟକ ଡିଷ୍ଟ୍ରିକ୍ଟର ଗୋଟେ ଟାଉନ୍, କିନ୍ତୁ ସବୁକିଛି ସୁବିଧା ଉପଲବ୍ଧ ଥାଏ। ମାନେ ସବୁକିଛି ତ ସେଠି ମିଳିଯାଏ। ଆଉ ଏତେ ଫ୍ରେଶ୍, ମେନ୍ ତ ଗୋଟେ ଫ୍ରେଶ୍ ପନିପରିବାଟା ଯେଉଁଟା, ସେଇଟା ପୁରା ଫ୍ରେଶ୍ ମିଳେ। ପନିପରିବା ହଉ, ମାଛ ହଉ, ମାଂସ ହଉ, ସେଇଟା ସବୁ ଫ୍ରେଶ୍ ମିଳେ। ଆଉ ଗୋଟେ କହନ୍ତି ନା, ଆଠଗଡ଼ଟା ଗୋଟେ ହେଉଛି ମନ୍ଦିର ମାଳିନୀ ଜାଗା। ମାନେ ବହୁତ ମନ୍ଦିର ଆଠଗଡ଼ରେ ଅଛି। ଆପଣ ଯଦି କେହି ଆଠଗଡ଼ ବୁଲିବାକୁ ଆସନ୍ତୁ, ତାହେଲେ ନିହାତି ଭାବରେ ବହୁତ ସାରା ମନ୍ଦିର ଅଛି। ଉତ୍ତରାଚଣ୍ଡୀ ବାଉତି ମନ୍ଦିର ଅଛି, ଉତ୍ତରାଚଣ୍ଡୀ ମନ୍ଦିର ଅଛି, ଧବଳେଶ୍ୱର ଅଛି, ଭଟ୍ଟାରିକା ଅଛି। ଅବଶ୍ୟ ଭଟ୍ଟାରିକାଟା ଏବେ ବଡ଼ମ୍ବା ବ୍ଲକରେ ଯାଉଛି ବୋଧେ, ମୁଁ ଠିକ୍ ସେ ଜାଣିନି, କିନ୍ତୁ ତଥାପି ଆଠଗଡ଼ରେ ଏଇଟା ହବ। ତ ସେଥିପାଇଁ ଆଠଗଡ଼ଟା ଗୋଟେ ତାର ପାଣି ପବନ ଯେତିକି ଭଲ, ତାର ମାନେ ସେଠିକାର ଲୋକମାନେ ବି ବହୁତ ଭଲ। ତା ସହିତ ସବୁ ସବୁ ସୁବିଧା ମେନ୍ ତ ଅଛି ସେଠି। ଆଉ ସବୁଠୁ ବଡ଼ କଥାଟି ହେଲା ଆଠଗଡ଼ର ଜଗନ୍ନାଥ ମନ୍ଦିର। ସେଥିପାଇଁ ତ ମୁଁ ସବୁବେଳେ କହେ ଜୟ ଜଗନ୍ନାଥ ନମସ୍କାର ସମସ୍ତଙ୍କୁ।